गुड मॉर्निंग फ्रेंड्स, माइंश्री परिडा चैनल को आपको स्वागत। चलन धरवा आज गढ़िया माछ भिडियो टी दयाक शेष पर्यटन देखो। धन्यवाद। देखिपे आज वर्षा पाग आकाश को देखु पूरा वर्षा मलई पूरा घाटी देती। देखु वर्षा भी झिपी झिपी होउची अवश्य। धीरे धीरे धान कटाकटी अलरेडी सैलानी। सेपटे तो पिटा सैलानी लोकंर। आमर एपर्यंत बिलरू आसीनी। पवन धीरे धीरे दौची। गढ़िया आज माछ धरिबा। जालटा आनिलु पूजा, जालटा नहीं क्या पूजा आमर जाल नहीं कि आसो माछटा धरा हम ए। जालर अवस्था ना कि से चिरा जालर धरबू आ कौन करिया। सेपटे बहु बाड़ी काम सरिकी आइला एपर्यंत खाई ना तो जिते थर डाका हो खाऊनी। देखु एपटे आमर मैडम जाल नहीं आसीगले। जाल देखिपे मोबाइल टा धर। देखिपे भाई मैंने देख जालर एत बड़ माने माने एति बड़ फुंक अच्छी बड़ बड़ हूँ जाल। ताकू बिलई काटी कि मूषा काटुची आम जानी पारन। कि काटी आम बिलई तो काटी बोली आई शंकिरी कुआड़े गला। थाऊ थाऊ बांधना 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 थाऊ। ये गोटे काटिनी मूषा काटी। देखा प्रथम थर पर गोटे खेपा पकेगा। देखा यही चिरा जाल ही धरा हम माछ। आपण मैंने देखु पूरा शेष पर्यंत माछटा किंतु मु आज धरिकी छाड़ी। बस जय जगन्नाथ। ओके देखा गोटे भाकुड़ पड़ जाओ आ किसी दरकार ना। जना पड़ना देखु गोटे करांटी पड़ी आम आशा आशा रहीगला। आम शंकरी भाई रखी भल होता। कंटा पकई दीजिए करांटी पड़ी शंकरी आमर देखी नेला सी मुंडा काम कर शंकरी तुम पाखक आस बुलिकी आसूसी आसूसी देख धाई के आस भाई पाख आसला देख देख माछ खाइए बोली दौर आने किए कौ पड़ी कौ माछ को देखु जापर कि माछ चिन्ह पारुंट कि नहीं अवश्य समस्ते जानी थे। खाईद
ଜାଲରୁ ଖାଇଦବ। ବୋଉ ଲୋ ଆଲୋ ଖାଇବନି। ବୋଉ ମାଛ କାଢିବି କି ମୁଁ ତ ନଈ। ଦେଖ ଆମ ଶଙ୍କିରି ସେ ମାଛ ନହେଲେ ସେ ଖାଇବନି ଭାତ। କରେଣ୍ଟ ଜଣା ପଡିବ ଆଉ କିଏ ଆସିବ ଇଏ ଦୁଃଖ ନା ନାତୁଣୀ ନା ନାତି। କ୍ୟାମେରାମ୍ୟାନ୍ ଫୋକସ୍ କର। সেটা ছাড় দে চলো বিয়েটা এটা কি মাছ দেখেন দেখেন ମିଳିଗଲା ଠାକୁରଙ୍କ ଦୟାରୁ। ଭାକୁଡ଼ ଗୋଟେ 2 କିଲୋ ଭାକୁଡ଼ ଦରକାର ଆଉ କିଛି ନୁହଁ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। 2 କିଲୋ ଭାକୁଡ଼ ଆଜି ଧରିକି ଛାଡ଼ିବି। ଛାଣିକି ବରଂ ଶୀତରେ ମୁଁ ଥରି ମୋ ହାଲତ ସିଏ ହେଇଯାଉ କିନ୍ତୁ ମୁଁ ଛାଡ଼ିବି। ଦେଖ ଦେଖ ସିଏ ତା ମାଛକୁ ଚିହ୍ନି ନେଇଛି। ସିଏ ତା ମାଛକୁ ଚିହ୍ନି ତା ମାଛ ଦେଖି ନେଉଛି ମାନେ ସେ ଝାମ୍ପୁଛି କହୁଛି ଏଇଟା ତ ମରି ମାଛ ଆଉ। ଆଉ ଗୋଟେ ତାକୁ ଦେଇଦେ ଡରୁଛି ଡରୁଛି। ସେ ମୁଁ ଏଇନା ହାତ ହଲେଇ ଦେବି ମାନେ ପଳେଇବ। କୋଉ 2-3ଟା ଲାଗିଗଲେ ଟିକେ ଟିକେ ଖାଇଲା। କୋଉଠି ପକେଇବୁ କଣ୍ଟା କାଢି ଦେଇଛୁ ନା। ଚାଲି ପାରୁନି ଲୋ ଧାନ କାଟିକି ମୋ ହାଲ। ସେ ଦେଖନ୍ତୁ ତୁ ତ ଖାଉନୁ ଆଉ କଣ ଯିବି ପଡିଯିବି। ମୁଁ ସିଲେର କଣ ପଡିছিল ସିଲେର କଣ ରଖେ ନା ବାପା ପଚାରେ। କି ମାଛ ସେ ସିଲେର କାପ ଦର୍ଶକ ମାନେ କୁହ ଏଟା କି ମାଛ। ତମେ ତ କହିସାରିଲଣି ଦର୍ଶକ ନା କଣ କହିବି ନା ଆମେ ଜାଣିଛୁ ଏଟା ସିଲେର କାପ। ତା କୋଉ ସାଇଡ ରେ କଣ କି ମାଛ କହୁଥିବେ କିଏ କହିଦବ ଏଲି କେତେ ପ୍ରକାର ଭେରାଇଟି ରହୁଛି। ସବୁ ଜାଗାରେ ତ ସମାନ ନୁହେଁ ନା ସମାନ ଡାକୁନାହାନ୍ତି। ଆମ ଆଡେ ଯେମିତି ଖାଲି ବଡ ମୋ ଜାଗାରେ ଖାଲି ବଡ ମାଛ ଅଛନ୍ତି ଆଉ ଚୁନା ମାଛ ଅଛନ୍ତି ଆଉ କିଛି ନାହାନ୍ତି। ଦେଖ ଦେଖ ଖାଉଛି ଦେଖ। ଏବେ ମାଛର ବିଲେଇର ଝଗଡା ଲାଗେ। ବୋଉ ସିଲେର କାପ ରଖିବା ନା ନାଇଁ। ସେ ଜାଲକୁ କାମୁଡି ଦେଲା ବାପା ବାପା ସେ ତ ଖାଉନି ମାଛରାକୁ ମାରୁଛି କଣ ପାଇଁ ସେ ତ ଖାଉନି। ରାଗ ଅଛି ତାର ମାଛ ଉପରେ ତ ଖାଉନି ଟୋଟାଲି ଅଧା ଖାଇକି ପକେଇ ଦଉଛି। ହଁ ଦେଖ ତାକୁ ଡରିବ ସେ ବଡ ମାଛଟା ନା ପଛକୁ ପଳଉଛି। ବାପା ଡାକ ଯଦି ହବ ଆମେ ସିଲେର କାପଟା ରଖିଦବା ନା। ବର୍ଷା ପୁରା ଉଠେଇଛି କେତେ ବର୍ଷା ପ୍ରବଳ ଜୋର ଉଠେଇଛି। ଦେଖ ସମସ୍ତେ ଧାନ କାଟି ସାରିଲେଣି ବାନ୍ଧି ବୁନ୍ଧିକି ନେଇଯିବେ। ଆମର ଧାନ ସେଇରକମ ପଡିଛି। ବାପା ସିଲିୟର କପ୍ ରଖିବା ନା ନାଇଁ। ବାପା ପକନ୍ତା କି ଜାଲଟା ଏଇଲୋ ନା ଲୋ ସିଲିୟର କପ୍
ଭାକୁଡ଼ଟା ମରିଗଲେ ନା ମୁଁ ଏଇ ଯୋଉ ମାର୍ଚ୍ଚ ମାସରେ ଆସିଥିଲି। କଣ୍ଟାଟା କାଢିଛି। କଣ୍ଟା ଗୁଡାକ ଏପଟ ସାଇଡରେ ରଖନି, ତାଙ୍କ ବିଲ ଫିଲ ସେ ତାଙ୍କୁ କଷ୍ଟ ହଉଛି। ମାଛ ଧରିବା ପାଇଁ କେତେ କଷ୍ଟ କରିବା ପାଇଁ ପଡୁଛି। ମାଛ ଖାଇବାଟା ସହଜ, ଧରିକି ଦୋକାନରେ କଣ ଦୋକାନ ଯାଉଛନ୍ତି, ମାଛ ସେ ବନେଇ ଦେଇଦେଲେ, ଆଣିଲେ ରୋଷେଇ କଲେ ଖାଇଦେଲେ। କଣ୍ଟା ସବୁଆଡେ ଜୟ ଜଗନ୍ନାଥ। ଖେପାଟା ଭଲ ପଡିଛି, କିନ୍ତୁ ମାଛ ପଡିବା ଦରକାର। ଯାଉ ଆଗେ ଯାଉ। ଦେଖିପାରୁଥିବେ ମାଛ ଆଜି ଜାଳ ଭିତରେ ଜୁମ୍ କରି। ବାପା ତୁ ବଡ ସାଇଜ କାଇଁ? ଆମ ଘରକୁ ଯୋଉ ନେଇନଥିଲି ନା, ଯୋଉ ଯାଇଥିଲି ଯୋଉ ଏବେ, ହଁ ସେଇ ମାଛଟା ଥିଲା 1.5 କେଜି ଉପରେ ନା, ହଁ କେଜିଟା ଉପରେ ହବ ନା? ବଡ ବଡ ସାଇଜ। ଏଇ ଭାକୁରଟା ରଖିଦବା ନା, ମାଇଁ ଆସିଲେ ମାଇଁକି ଦିଟା ଦବା। ସିଏ ନବ କାହିଁକି ମାଛ? କିଏ ଖାଇବ ସୋମବାର? ସୋମବାର ଆଇ ହେରିକା ଖାଇବେନି ନା? ଖାଇବ ଗୋଟିଏ ମାଛ ଭାଜିକି ଦେଇଦେଲେ ଗଲା। ବାପା ବି ଖାଇ, ଯୋଉ ଅଜା ବି ଖାଇବେ। ହଁ, ସେ ଗୋଟିଏ ମାଛ ଭାଜିକି ଦେଇଦେଲେ ସେ 2 ଜଣ ଖାଇବେ। ମଙ୍ଗଳବାର ଖାଇଲେ, ନହେଲେ ବୁଧବାର ଦିନ ସମସ୍ତେ ଖାଇବେ। ଦେଖନ୍ତୁ କଷ୍ଟଟା ଦେଖନ୍ତୁ ଭାଇ, ଦେଖିପାରୁଥିବେ ଆପଣ ମାନେ କୋଉ ଭଳିଆ କଷ୍ଟ କରିକି ମାଛ ଗୁଡାକ ଧରା ଯାଉଛି। ଏ ନା ବାହାଲ ମରିବେ କାଇଁ? ଏଇ କଣ୍ଟା ଡାଳଟା ଆଉ ପକାନ। ମୁଁ ମାଛ କାଢି ପାରିବିନି, ମୁଁ ନଈ ପାରିବିନି। ମୋ ସିଚୁଏସନ ପୁରା ଜଟିଳ। ତୁ ଧୀରେ ଧୀରେ କଷ୍ଟ କରି ଧୀରେ ଧୀରେ ଟିକେ କର। ମୁଁ ନଇଆ ରହିଥିଲି ତ ମୁଁ ତତେ ଡାକିଥାନ୍ତି। ସେଇଟା ରଖି ଯୋଉ 1.5 କିଲୋ ପରେ ହେଲେଣି ଆଉ, କିଲୋ ପାଖାପାଖି ମାନେ 600-700 ଏମିତି ହେଲେଣି। ଏଇଠି ପାଖକୁ ନେଇ ଆସି, ପାଖକୁ ନେଇ ଆସି କଣ୍ଟା ଦେଇଛନ୍ତି ବୋଉ, ମୁଁ ଯିବି କୋଉପଟେ। ଧୀରେ ଧୀରେ ମୋବାଇଲ କିନ୍ତୁ ନଷ୍ଟ। ମୋବାଇଲ ତମର ମୁଁ ଖସି ଦଉଛି ନା। ଦେଖିପାରୁଥିବେ ମାଛ ଦେଖନ୍ତୁ, ଏତିକି ମାଛ ପଇଲା। ଦେଖିଲ, ସେ ଚିରା ଜାଲରେ ବି ମାଛ ପଇଲା। ଚିରା ଜାଲରେ ବି ମାଛ ଧରିନାହାନ୍ତି। କ୍ୱାଲିଟି ଅଛି ଆଉ। ସ୍ମାର୍ଟ ହେଇକି ରହିବା। ଦେ ତାକୁ କରେଣ୍ଟ ଦେ, ମରିଗଲାଣି। କରେଣ୍ଟ ଖାଉନି, ଅଧା ଖାଉଛି। ରଖିବା ତାହେଲେ କାହାକୁ? ଆମେ ରଖିବା ଭାକୁଡ଼। ନା ନା ସେଟା ଗୋଟିଏ ଦେଖିବା, ନା ଆଉ ଗୋଟେ ଦେଖିବା। ଯଦି ଭାକୁଡ଼ ପଇଲା କାଢିଦେ। ଏଇଟା ଆମେ ରଖିବା। ଫାଇନାଲି ଆମେ ଏଇ ମାଛଟିକୁ ରଖିବୁ। କି ମାଛ? ଏଟା ହେଲା ଭାକୁର। ଭାକୁର ମାଛର ଝୋଳ। କାଢୁ
ଆଉ ୟା ପରେ ମୋତେ ଧରିବାକୁ ବାଲ୍ଟି କହିବନି, ସେ ଡେଇଁକି ପଳେଇବ, ମୁଁ ଗଡ଼ିଆକୁ ଫିଙ୍ଗିଦେବି ତାକୁ। ଟିକେ ବୋଉ ଧରିବ ନା ଆମେ ପକେଇ ଆସି ହେଇଛି ତାର କଉ ଅଛି ନା କଉ ଭଜା ମୁଁ ତାକୁ ଧରିକି ଯିବି, ସେ ଟିକେ ହଲଚଲ ହବ ନା ମୁଁ ତାକୁ ଗଡ଼ିଆକୁ ଫିଙ୍ଗିଦେବି। ଆଉ ଗୋଟେ କ୍ଷେତ ପକେଇବ ଏଇଠି ପକାଅ ନା ସେପଟକୁ ଯିବ? ତମେ ଯାଅ, ମୁଁ ଏଠି ଅଛି, ସେପଟକୁ କାହିଁ ଯିବି? ସେଇଟା ସବୁ ଜାମୁ ଗଛ ନା ସିଏ କି ଗଛ? ହଁ ପାଣି ଦଉଛି, ବାପା କହୁଛନ୍ତି ପାଣି ଦଉନି। କଣ୍ଟା ଗୁରାକ ଏ ଦାଦା ଫୋନ କଲେଣି। କଙ୍କଡ଼ା ଗୋଟେ ଯାଉ ପଡ଼ିଛି, ଏଇଟା ହେଉଛି କି କଙ୍କଡ଼ା ଦେଖନ୍ତୁ, ଦେଖିକି କୁହନ୍ତୁ କମେଣ୍ଟରେ। ବାହାରିଲେ କାହିଁ ବାହାଲେ ବି ପଡ଼ୁଛି, ଏଇଟା ଚାନ୍ଦି କହୁଥିବେ, ଗୋଟେ ଗୋଟେ ଜାଗାରେ ଚାନ୍ଦି କହୁଥିବେ, ଆମେ କହୁଛନ୍ତି ବାହାଲ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ଦୟାକରି ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।